ସୀତାମାତା ଗୟା ତୀର୍ଥରେ ରାଜା ଦଶରଥଙ୍କୁ ପିଣ୍ଡ ଦେଲେ। ପିଣ୍ଡ ପାଇଁ ହସ୍ତରେ କିଛି ନଥିଲା, ତେଣୁକରି ସେହି ଫଲ୍ଗୁ ନଦୀର ବାଲିକୁ ନେଇକି ବାଲିପିଣ୍ଡ ଦେଲେ। ରାଜା ଦଶରଥ ସ୍ୱର୍ଗରୁ ଥାଇକି ବାଲିପିଣ୍ଡକୁ ସାଦରେ ଗ୍ରହଣ କରିନେଲେ। ଏହା ଦେଖି ସୀତାମାତା ମଧ୍ୟ ବହୁତ ଖୁସି ହେଲେ। ଏହି ସମୟରେ ରାମଚନ୍ଦ୍ର ମଧ୍ୟ ପିତାଙ୍କୁ ଫଳମୂଳ ଧରି ପିଣ୍ଡଦାନ କରୁଛନ୍ତି। ସ୍ୱର୍ଗର ଦେବଗଣମାନେ କହିଲେ, ହେ ପ୍ରଭୁ ରାମଚନ୍ଦ୍ର, ଆପଣ ଆଉ ପିଣ୍ଡଦାନ କରନ୍ତୁ ନାହିଁ। ସୀତାମାତା ଦେଇସାରିଛନ୍ତି। ଦଶରଥ ରାଜା ସ୍ୱର୍ଗରେ ଏବେ ସ୍ଥାନ ପାଇସାରିଲେଣି। ଏହା ଶୁଣି ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲେ। ପିତା ମୋର ସ୍ୱର୍ଗରେ ସ୍ଥାନ ଲାଭ କଲେଣି। ରାମଚନ୍ଦ୍ର ସୀତାଙ୍କୁ ପଚାରିଲେ, ସୀତେ, ତୁମେ କ'ଣ ପିଣ୍ଡ ଦେଇ ସାରିଲଣି? ସୀତା କିନ୍ତୁ ମନା କଲେ ଏବଂ ଚୁପ୍ ରହିଗଲେ। ରାମଚନ୍ଦ୍ର ଫଲ୍ଗୁ ନଦୀକୁ ପଚାରିଲେ। ଫଲ୍ଗୁ ନଦୀ କିଛି ଉତ୍ତର ଦେଲେ ନାହିଁ। ସେ ମଧ୍ୟ ଚୁପ୍ ରହିଗଲେ। ଏଥିରେ ରାମଚନ୍ଦ୍ର କ୍ରୋଧାନ୍ୱିତ ହୋଇ ଫଲ୍ଗୁ ନଦୀକୁ ଅଭିଶାପ ଦେଲେ। ରେ ଫଲ୍ଗୁ ନଦୀ, ମୁଁ ପଚାରିଲେ ମଧ୍ୟ କୌଣସି ଉତ୍ତର ଦେଉନୁ, ତେଣୁକରି ତୋର ପାଣି ସବୁ ଶୁଖିଯିବ। ଯିଏ ଆସିବ ନିରାଶ ହେଇକି ଫେରିଯିବ। ଆଜିଠାରୁ ତୁ ଶୁଖିଯା। ଅଭିଶାପ ପାଇ ଫଲ୍ଗୁ ନଦୀ କ'ଣ କରିବ? ରାମଚନ୍ଦ୍ରଙ୍କୁ କ୍ଷମା ମାଗିଲା ଆଉ ସବୁ ସତ ଘଟଣାଟା କହିଦେଲା। ରାମଚନ୍ଦ୍ର ହେଉଛନ୍ତି ଦୟାର ସାଗର। ସେ କ'ଣ କରିବେ? ଶେଷରେ ଫଲ୍ଗୁ ନଦୀ ଉପରେ ତାଙ୍କର ଦୟା ହେଲା ଆଉ ପୁଣି କହିଲେ, ହଉ ଠିକ୍ ଅଛି, ଅଭିଶାପ ତ ଦେଇସାରିଛି, ତଥାପି ମୁଁ ଫେରି ନେଉଛି। ଆଉ ତୋର ଦେହରେ ହାତ ଲଗେଇକି ଖୋଲିଲେ, ବାଲି କିଛି କାଢ଼ିଦେଲେ ଜଳ ବାହାରିବ। ଉପରେ ଜଳ ରହିବ ନାହିଁ। ଖାଲ କଲା ପରେ ଯାଇକରି ପାଣି ବାହାରିବ। ସେଇଦିନଠାରୁ ଆମେ ଖାଲ କଲା ପରେ ଯାଇକରି ପାଣି ବାହାରିଥାଏ। ଏହାପରେ କ'ଣ ହେଇଛି? ବ୍ରାହ୍ମଣମାନେ ଭୋଜି ମାଗିଲେ, ପଇସା ମାଗିଲେ। ରାମଚନ୍ଦ୍ର କହିଲେ, ମୋ ପାଖରେ କିଛି ନାହିଁ, ସନ୍ନ୍ୟାସୀ ଲୋକ। ସମସ୍ତେ କହିଲେ, ସନ୍ନ୍ୟାସୀ କେମିତି? ତୁମେ ବାବାଜୀ 2 ଜଣ ହେଇକି ସ୍ତ୍ରୀଟେ ଧରିକି ବୁଲୁଛ। ସେମାନେ ସୀତାଙ୍କର କାନି ଟାଣିଲେ। ଏହା ଦେଖି ଲକ୍ଷ୍ମଣ ରାଗିଯାଇ ସେ କାନିକୁ କାଟି ପକାଇଲେ ଏବଂ ସୀତାକୁ ନେଇଗଲେ। ସେମାନେ ପଛେ ପଛେ ଗୋଡ଼େଇଲେ। ଏହା ଦେଖି ଲକ୍ଷ୍ମଣ ମଧ୍ୟ ରାଗିଗଲେ। ଲକ୍ଷ୍ମଣ ରାଗିଯିବାରୁ ରାମଚନ୍ଦ୍ର ବୁଝେଇଲେ, ବ୍ରାହ୍ମଣମାନଙ୍କ ସହିତ ଆମେ ଲାଗିକରି କିଛି ଲାଭ ନାହିଁ, ପଳେଇ ଆସ। ବ୍ରାହ୍ମଣମାନେ ପଛେ ପଛେ ଗୋଡ଼େଇଲେ। ରାମଚନ୍ଦ୍ର କହିଲେ, ହେ ବ୍ରାହ୍ମଣମାନେ, ଆଜି ତୁମେ ଯାହା କଉଡ଼ି ଆଦାୟ କରିବ, ସଂଗ୍ରହ କରିବ, କାଲିକି ଆଉ ନଥିବ। ଆଉ ଅଭିଶାପ ଦେଉଛି, ଯେଉଁ ଲୋକ ଗୟାରେ ମୃତ୍ୟୁବରଣ କରିବ, ସେ ଗଧ ହୋଇକି ଜନ୍ମ ନେବ। ଏ ହେଉଛି ମୋର ଅଭିଶାପ।